ଆଉ ନିସ୍ତାର ନାହିଁ ଚୋର ବ୍ୟବସାୟୀ ଓ ଡୁପ୍ଲିକେଟ୍ ଗୁଟୁକା ଉପରେ ଏବେ ଆକ୍ସନ ମୋଡରେ ଖୁଣ୍ଟୁଣି ପୁଲିସ ମିନି ପିକଅପ୍ ଭ୍ୟାନରେ ବେଆଇନ ଗୁଟୁକା ଚାଲାଣ ବେଳେ ମାଟି ପଶିଲା ଖୁଣ୍ଟୁଣି ପୁଲିସ ଗାଡ଼ିରୁ ଜବତ ହେଲା 37 ବସ୍ତା ଗୁଟୁକା ସହ 16,54,000 ଟଙ୍କା। ପୁଲିସ ଦେଖି ଗାଡ଼ିରୁ ଚମ୍ପଟ ମାରିଲା ଡ୍ରାଇଭର। ଅଧିକ ତଦନ୍ତ କରି ଏହି ଘଟଣାରେ 2 ଜଣଙ୍କ ଅଟକ ରଖିବା ସହ ସେମାନଙ୍କ ନିକଟରୁ 5,85,000 ଜବତ କରିଛି ଖୁଣ୍ଟୁଣି ପୁଲିସ। ଗାଡ଼ିଟି ଢେଙ୍କାନାଳ ପଟୁ କଟକ ଅଭିମୁଖେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରାସ୍ତାରେ ଜଗିଥିଲା ଖୁଣ୍ଟୁଣି ପୁଲିସ। ଏନେଇ ସୂଚନା ଦେଲେ ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ। ଆଠଗଡ଼ରୁ ନୃସିଂହ ରାଉତଙ୍କ ରିପୋର୍ଟ, ହର୍ଷିକା ମିଡ଼ିଆ। ଉମାକାନ୍ତ ନାୟକ ଏସ୍ଡିପିଓ ଚୌଦ୍ୱାର। ସାର୍ ଏଇ ଯୋଉ ରେଡ୍ ହେଲା କଣ କେମିତି ଖବର ପାଇଲେ? ଗତକାଲି ଆମେ ସନ୍ଧ୍ୟାବେଳେ ଖବର ପାଇଥିଲୁ ଯେ ଗୋଟେ ଗାଡ଼ି ଗୋଟେ ଡୁପ୍ଲିକେଟ୍ ଗୁଟକା ନେଇକି ଢେଙ୍କାନାଳ କଟକ ଅଭିମୁଖେ ଆସୁଛି। ଏ ଘର ହେଇଛି ଥାନା ଆଇଛି ଏବଂ ଅନ୍ୟ ଷ୍ଟାଫ୍ ମାନେ ଯାଇକି ଯେତେବେଳେ ଖୁଣ୍ଟୁଣି ଆଡ଼କୁ ଗଲେ ସେ ଗାଡ଼ି ପୋଲିସ ଗାଡ଼ି ଦେଖିକି ସେ କିଛି ଦୂରରେ ସେ ଗାଡ଼ିଟାକୁ ରଖିଦେଇକି ପିକଅପ୍ ଭ୍ୟାନ୍ଟାକୁ ରଖିଦେଇକି ଡ୍ରାଇଭରଟା ଏସ୍କେପ୍ କରିଗଲା। ତାପରେ ଆମେ ଗାଡ଼ିଟାକୁ ସର୍ଚ୍ଚ କଲୁ। ସର୍ଚ୍ଚ କଲାବେଳକୁ ସେଥିରେ 37 ବ୍ୟାଗ୍ ଦେଖିଲୁ ଗୁଟକା ଖରାପ ସେ ମେ ବି ଡୁପ୍ଲିକେଟ୍ ହେଟା ହେଇଥାଇପାରେ। ଏବଂ ପ୍ରତ୍ୟେକ 31 କେଜି ସମଥିଙ୍ଗ ଅଛି ଗୋଟେ ଗୋଟେ ପ୍ୟାକେଟ୍ରେ। ଏବଂ ଗାଡ଼ିକି ଆହୁରି ପୁଙ୍ଖାନୁପୁଙ୍ଖ ତଦନ୍ତ କଲାରୁ ଗାଡ଼ି ଭିତରୁ ଆମେ ପାଇଲୁ 16,54,700 ଟଙ୍କା ପାଇଲୁ। ସେ ସବୁ ଗୁଟକା ଗାଡ଼ି ଏବଂ ପଇସା ସବୁ ଜବତ କରିଛୁ। ଗୋଟେ କେସ୍ ରେଜିଷ୍ଟ୍ରେସନ କରିଛୁ, ଇନଭେଷ୍ଟିଗେସନ କଣ୍ଟିନ୍ୟୁ କରିଛୁ। ସେଇ କେସ୍ ଇନଭେଷ୍ଟିଗେସନ ବେଳେ ଆମେ ପୁଣି 2 ଜଣଙ୍କୁ ଡିଟେନ୍ କରିଥିଲୁ। କେସ୍ରେ ଯେଉଁମାନେ ଇନଭଲ୍ଭ ଅଛନ୍ତି ଡିଟେନ୍ କଲୁ। ଡିଟେନ୍ରେ ଆମେ ଜାଣିବାକୁ ପାଇଲୁ ତାଙ୍କ ପାଖରୁ ମଧ୍ୟ ଆମେ 5,85,000 ପଇସା ପାଇଲୁ। ସବୁ ଜବତ କରୁଛୁ। ଟୋଟାଲ ହେଲା 22,39,700 ଗୋଟେ ଗାଡ଼ି ଏବଂ ସେଥିରେ ଥିବା 37 ପ୍ୟାକେଟ୍ ଡୁପ୍ଲିକେଟ୍ ଗୁଟକା ମେ ବି ସବୁ ଜବତ କରୁଛୁ। ଆଉ ପରବର୍ତ୍ତୀ ଆମେ ଫଲୋଅପ୍ ଆକ୍ସନ୍ କରୁଛୁ। ଏଥିରେ ଯେଉଁମାନେ ଇନଭଲ୍ଭ ଅଛନ୍ତି ଷ୍ଟାର୍ଟିଂ ପଏଣ୍ଟ ଟୁ ଏଣ୍ଡିଂ ପଏଣ୍ଟ ସମସ୍ତଙ୍କୁ ବାହାର କରିବୁ, ସମସ୍ତଙ୍କୁ ଆଇନ ଅନୁସାରେ ଆକ୍ସନ୍ ନେବୁ। ସାର୍ ଏଇ କୋଉଠି ତିଆରି ହଉଥିଲା? ସେଇ ବିଷୟରେ ଆପଣ ଯେଉଁଟା ପଚାରୁଛନ୍ତି ସେଇ ବିଷୟରେ ଆମେ ବର୍ତ୍ତମାନ ସେ ଯେଉଁ ଡିଟେନ୍ କରୁଛୁ ତାଙ୍କୁ ପଚରାପଚରି କରିଛୁ। ତେଣୁ ଏଇ ଯେଉଁ ପ୍ରଡକ୍ସନ୍ କେଉଁଠି ହେଉଛି, ଆରମ୍ଭ କେଉଁଠି ହେଲା ଏବଂ ଶେଷ କେଉଁଠି ପହଞ୍ଚିବ ସେ ବିଷୟ ନେଇ ଆମେ ତଦନ୍ତ କରୁଛୁ। କୁଆଡେ ଯାଉଥିଲା କି ଖାଲି ଏଟା ଆମେ ଏତିକ ଖବର ଆମେ ପାଇଥିଲୁ ଯେ ଢେଙ୍କାନାଳରୁ କଟକ ଆସୁଥିଲା। ଟଙ୍କା ଗୁଡ଼ିକ ଗାଡ଼ିରୁ ମିଳିଲା କେମିତି ଜଣା? ସାର୍ ଟଙ୍କା ନେବାର କାରଣ କଣ? ଟଙ୍କା ପାରାପ୍ସ ଆମେ ଅନୁମାନ କରୁଛୁ ସେଥିରେ ସେଇ ଟଙ୍କା ଉପରେ ଆମେ ମଧ୍ୟ ତଦନ୍ତ କରିବୁ। ଏ ଟଙ୍କା କ'ଣ ପାଇଁ ଆସିଲା? ଯଦି ଡୁପ୍ଲିକେଟ୍ ଟଙ୍କା ଡୁପ୍ଲିକେଟ୍ ଆପଣଙ୍କର ହେଉଛି ଗୁଟକା ବ୍ୟବସାୟୀ ସେମାନେ ମେ ବି ମାନେ ପଇସାଟାକୁ ବ୍ଲାକ୍ ମନି ହିସାବରେ ନେଉଥିଲେ ବୋଧେ ଭାବୁଛୁ। ତେଣୁ ଆମେ ଟଙ୍କା ଉପରେ ମଧ୍ୟ ତଦନ୍ତ କରିବୁ ଏବଂ ଗୁଟକା ଉପରେ ମଧ୍ୟ ତଦନ୍ତ କରିବୁ। ସାର୍ ଗୁଟକା ଆଳରେ ଟଙ୍କା ଅଲଗା କୌଣସି ବେପାରର ସୋର୍ସ ହେଇକି ଟଙ୍କା ସେଇ ବିଷୟରେ ଆମେ ତଦନ୍ତ ପୁରା ପୁଙ୍ଖାନୁପୁଙ୍ଖ କରିବୁ। ଗୋଟେ ହେଲା ଟଙ୍କା ଆଉ ଗୋଟେ ହେଲା ଗୁଟକା। ଆଶା ରଖିବା ସାର୍ ଗୋଟେ ବଡ଼ ଧରଣର ରାକେଟିଆ ପତ୍ର କାମ କରୁଛି। ନିହାତି ଆମେ ଅନୁମାନ କରିଛୁ ଏବଂ ଶେଷରେ ଆମେ ଏତିକି କହିବୁ ଯେ ଆମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁମାନେ ଏଠି ଇନଭଲ୍ଭ ଥିବେ ସେମାନଙ୍କ ବିରୁଦ୍ଧରେ ଆକ୍ସନ୍ ନେବୁ।